ଜୟ ଜଗନ୍ନାଥ। ଆଜି ମାର୍ଚ୍ଚ 8 ତାରିଖ, ଯାହାକି ଅନ୍ତର୍ଜାତୀୟ ମହିଳା ଦିବସ। ଏଥିରେ ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଯାହାକି ରିଲିଜ୍ କରିବାକୁ ଯାଉଛନ୍ତି। ଏହି ଦ୍ୱିତୀୟ କିସ୍ତିର ଟଙ୍କା କେଉଁମାନଙ୍କୁ ମିଳିବ ଏବଂ ଯଦି ପ୍ରଥମ କିସ୍ତିର ଟଙ୍କା ମିଳିଛି, ସେହିପରି ଦ୍ୱିତୀୟ କିସ୍ତିର ଟଙ୍କା ମିଳିବ କି ନାହିଁ, ତ ଚାଲନ୍ତୁ ସେଇଟା ଜାଣିବା। ଏବଂ ଏଥିରେ କେଉଁ ବ୍ୟାଙ୍କରେ ଡିବିଟି ହେଇଛି ଆପଣଙ୍କର, ସେଇଟା ଜାଣିବେ କିପରି, ଚାଲନ୍ତୁ ସେ ବିଷୟରେ ଜାଣିବା। ଦେଖନ୍ତୁ, ଏଠି ଜଣଙ୍କର ଆପ୍ଲାଏ ହେଇଥିଲା, ଯାହାକି ତାଙ୍କ ପୂର୍ଣ୍ଣ ନାମ ଆସୁଛି, ତାଙ୍କର ଜନ୍ମ ତାରିଖ ଏବଂ ତାଙ୍କର ଯେଉଁ ଆପ୍ଲାଏ ହେଇଥିଲା ସେ ଆପ୍ଲାଏ ନମ୍ବରଟା ଆସୁଛି, ଆଧାର କାର୍ଡ଼ ଏବଂ କେବେ ଆବେଦନ କରିଥିଲେ ସେ ଡେଟ୍ଟା ଆସୁଛି। ତ ଏଥିରେ ତାଙ୍କର ଜାଣିବା ଯେ ତାଙ୍କର KYC ହେଇଛି ନା ନାହିଁ। ପ୍ରଥମେ ଆପଣଙ୍କର KYC ହେଇଛି ନା ନାହିଁ ସେଇଟା ଜାଣିବାକୁ ପଡ଼ିବ ବାୟୋମେଟ୍ରିକ୍ କିମ୍ବା OTPରେ କିମ୍ବା ଇରିସ୍ରେ। ସେଇଟା ଯଦି କମ୍ପ୍ୟୁଟର ଲାଗିଛି ତାହେଲେ ଆପଣଙ୍କର ବାୟୋମେଟ୍ରିକ୍ ଠିକ୍ ଅଛି। ତାପରେ ଏଇଟା ଆପ୍ରୁଭ୍ ହେଇଛି ନା ନାହିଁ, ଆପ୍ରୁଭ୍ ଅପସନ୍ ଆସିଯାଇଛି। ତାର ପେମେଣ୍ଟ, ଆପଣଙ୍କର ପେମେଣ୍ଟ ହେଇଛି କିମ୍ବା ଅଣ୍ଡର ପ୍ରୋସେସ୍ରେ ଅଛି। ସେଠି ଯଦି ପଇସା ଆସିଥିବ ତାହେଲେ ଲେଖିଥିବ ସକ୍ସେସଫୁଲି ଡିସ୍ପର୍ସଡ। ତ ତାପରେ ଆପଣଙ୍କର କେଉଁ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି, ତ ଏଠି ବ୍ୟାଙ୍କ ଆକାଉଣ୍ଟ ନମ୍ବର ଲେଖିଦେଲା। ତାପରେ କେବେ ପଇସା ଆସିଛି, ସେଇଟା ହିଁ ଆସିଛି ଯେ ଏଇ 8 ତାରିଖ 2 ଫେବୃଆରୀ 25ରେ ଆସିଛି ତାଙ୍କର ବ୍ୟାଙ୍କ ଖାତା। ଆପଣ କିପରି ଜାଣିବେ ନା, ପ୍ରଥମେ ଦେଖନ୍ତୁ ଯେଉଁ 0770 ସେଇଟା ହେଉଛି ଗୋଟେ ୟୁକୋ ବ୍ୟାଙ୍କର IFSC କୋଡ଼୍। ତ ଆପଣ ଏମିତି ବି ଜାଣିପାରିବେ ଯେ କେଉଁ ବ୍ୟାଙ୍କକୁ ଆସିଛି ଯଦି ଆପଣଙ୍କର ବ୍ରାକେଟ୍ରେ ବ୍ୟାଙ୍କ ନେମ୍ ଲେଖା ହେଇନି। ତ ଏମିତି ଏଇଟା ଆପଣ ଚେକ୍ କରିପାରିବେ। ସେହିପରି ଆଉ ଜଣଙ୍କର ଆପ୍ଲାଏ କରିଥିଲି, ଦେଖନ୍ତୁ ତାଙ୍କର ନେମ୍ ଆସିଗଲା। ତାପରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ହେରିକା ଡିଟେଲ୍ସ ଅଛି ଏଠି। ପେମେଣ୍ଟ ବି କେବେ ଆସିଥିଲା ନା ସେଇ ଟାଇମ୍ରେ ଆସିଛି। ତ 8 ଫେବୃଆରୀ ଅଧିକାଂଶ ଲୋକଙ୍କର ଯେଉଁମାନଙ୍କର ରାସନ କାର୍ଡ଼ ନାହିଁ ତାଙ୍କର ପେମେଣ୍ଟ ସେଇଦିନ ଆସିଛି। ତ ଦେଖନ୍ତୁ ତାଙ୍କର ଆଧାର ନେମ୍, ତାଙ୍କର ଆପ୍ଲାଏର ଯେଉଁ ସିରିଏଲ୍ ନମ୍ବରଟା ଆସିଛି, ଆବେଦନ ତାରିଖ ଆସିଛି, ତାଙ୍କର KYC ସ୍ଥିତି ଅଛି କମ୍ପ୍ଲିଟେଡ଼, ମାନେ ଫିଙ୍ଗର ଦେଇକି ସେ KYC କରିଥିଲେ। ତାପରେ ତାଙ୍କ ପଇସା ବି ଆସିଛି। କେଉଁ ବ୍ୟାଙ୍କକୁ ଆସିଛି, ବ୍ୟାଙ୍କର ଆକାଉଣ୍ଟ ନମ୍ବର, ଯଦି ଆପଣ 3-4ଟା ଆକାଉଣ୍ଟ ଥିବ ତାହେଲେ ସେଇଟା ଆପଣ ଜାଣିପାରିବେ ଯେ କେଉଁ ଆକାଉଣ୍ଟକୁ ଯାଇଛି, ବ୍ୟାଙ୍କ ବହିରେ ଦେଖିପାରିବେ। କିମ୍ବା ମୁଁ ଗୋଟେ ଭିଡ଼ିଓ କରିଥିଲି, ସର୍ଟ ଭିଡ଼ିଓ, ଯେଉଁଟାକି ଆପଣଙ୍କର ଆଧାରରେ କେଉଁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଅଛି, ଯେଉଁଟାକି ଆଧାର ସେଡ଼ିଂ, ସେଇଟା ଜାଣିପାରିବେ। ସେ ଭିଡ଼ିଓକୁ ଦେଖିବେ, ନହେଲେ ମୁଁ ଗୋଟେ ସର୍ଟସରେ କହିଦେଉଛି କିପରି ଜାଣିବେ। ପ୍ରଥମେ ଗୁଗଲ୍ କ୍ରୋମ୍ରେ କି ଯେଉଁଠି NPCI ଲେଖିଦେବେ। ମୁଁ NPCI ଲେଖି ସର୍ଚ୍ଚ କଲି, ତା ଯେଉଁ ମେନ୍ ପେଜ୍ ଆସିଗଲା NPCIର। ସେଠି କ୍ଲିକ୍ କଲା ପରେ ଆସିଯିବ ଆପଣଙ୍କର ତାର ମେନ୍ ପେଜ୍ଟା NPCIର। ଏଠି ତାର ମେନ୍ ପେଜ୍ ଆସିଗଲା। ଏଠି ଲେଖା ହେଇଛି କଞ୍ଜୁମରରେ କ୍ଲିକ୍ କଲି। କଞ୍ଜୁମରରେ କ୍ଲିକ୍ କଲା ପରେ ଆପଣ ଦେଖିବେ ଭାରତ ଆଧାର ସିଡ଼ିଂ ଏନେବଲର BASE, ତାପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ତାର ମେନ୍ ଏ ପେଜ୍ଟା ଆସିଯିବ, ଯେଉଁଥିରେ କି ଆପଣ ଆଧାର ସିଡ଼ିଂ କରିପାରିବେ ଏବଂ ଆଧାରର ସିଡ଼ିଂର ଷ୍ଟାଟସ୍ ଚେକ୍ କରିପାରିବେ। ଦେଖନ୍ତୁ ଏଠି ଲେଫ୍ଟ ସାଇଡ଼୍ରେ ତାର ଆସିଛି ହୋମ୍, ଆଧାର ସିଡ଼ିଂ କେମିତି କରିବେ, ଆପଣଙ୍କର ଆକାଉଣ୍ଟ ଡିଟେଲ୍ସ, ଆଧାର ମ୍ୟାପ୍ଡ ଷ୍ଟାଟସ୍, ମ୍ୟାପିଂ ହିଷ୍ଟ୍ରି, ରିକ୍ୱେଷ୍ଟ ଷ୍ଟାଟସ୍ ଚେକ୍। ତ ଏଇଠି ଆପଣଙ୍କ ଯେଉଁ ଆଧାର ମ୍ୟାପ୍ଡ ଷ୍ଟାଟସ୍ ଲେଖା ହେଇଛି ସେଠି କ୍ଲିକ୍ କରିବେ, ଆଧାର ମ୍ୟାପ୍ଡ ଷ୍ଟାଟସ୍। ଏଠି କ୍ଲିକ୍ କଲା ପରେ ଆପଣ ଏଠି ନିଜର ଆଧାର ନମ୍ବର ଦେବେ, ଯେଉଁ ଆଧାରଟା ଆପଣଙ୍କ ସୁଭଦ୍ରାରେ ଲିଙ୍କ କରିଛନ୍ତି, ଆପଣଙ୍କର ଆଧାର ନମ୍ବର ଦେବେ। ତାପରେ କ୍ୟାପଚା ଦେବେ। କ୍ୟାପଚା ଦେଲା ପରେ ଚେକ୍ ଷ୍ଟାଟସ୍ ମାରିବେ, ଗୋଟେ OTP ଆସିବ। ସେ OTP ନମ୍ବର ଦେଇଦେଲା ପରେ ଆପଣଙ୍କୁ ଦେଖେଇଦେବ ଯେ କେଉଁ ବ୍ୟାଙ୍କରେ ଲିଙ୍କ ଅଛି। ତ ସେଇଭଳି ଗୋଟେ ମୁଁ ସାମ୍ପୁଲ୍ ଦେଖାଇ ଦେଉଛି କେଉଁ ବ୍ୟାଙ୍କରେ ଲିଙ୍କ ଅଛି। ଦେଖନ୍ତୁ ଏଠି ଜଣଙ୍କର ଆଧାର ମୁଁ ଚେକ୍ କରିଛି, ତାଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଅଛି ନା ନାହିଁ। ତ ଏଠି ଲେଖିଛି ତାଙ୍କ ସିଡ଼ିଂ ଷ୍ଟାଟସ୍ ଏନେବଲ୍ଡ ଫର୍ ଡିବିଟି ହେଇଛି, ତାଙ୍କ ଆଧାର ନମ୍ବର ଆସିଯାଇଛି ଉପରେ। ତାପରେ କେଉଁ ବ୍ୟାଙ୍କ ସହିତ ଡିବିଟି ହେଇଛି, ଯେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, କେଉଁ ଡେଟ୍ରେ ହେଇଛି, ତାପରେ ତାଙ୍କର କେଉଁ ଡେଟ୍ରେ ଆପ୍ଲାଏ କରାହେଇଥିଲା, ଯେ ତାଙ୍କର ସେ ଡିଟେଲ୍ସ ପଳେଇ ଆସିଛି। ତ ଏଇଭଳି ଆପଣ ଚେକ୍ କରିଦେବେ। ମୁଁ ସର୍ଟସ୍ ଭିଡ଼ିଓଟାକୁ ଦେଖିକି ନିଜେ ଚେକ୍ କରିପାରିବେ। ତାପରେ ଆପଣଙ୍କର ଆଧାରରେ KYC ହେବ ନା ନାହିଁ। ବର୍ତ୍ତମାନ ଆଉ ଥରେ KYC ପାଇଁ ତ କିଛି ଏମିତି ଅପସନ୍ ଆସିନି। ତ ସେଇଥିରେ ସେ KYCରେ ଆପଣଙ୍କର ପେମେଣ୍ଟ ଆଜି ରିଲିଜ୍ ହେଇଯିବ।